नमस्ते। आमे आलोचना करुथिले मनोरंजन दासंख रचित नंदिका केसरी नाटक संपर्क रे एवं एई आलोचना रे मुख्यतः विषय वस्तु बा तार कथानकर आलोचना हेउथिला एवं जो पर्याय पर्यंत आमे आलोचना करिथिले ताहा हेउछि रातिर अंधकार भितरे नंदिका केसरी आसी चड़गंगं को प्रस्ताव देछि जे तांकु अनुसरण करी गुप्त सुडंग पथ देई से उत्कल को अधिकार करंतु, जद्वारा बिना रक्तपातरे बिना संग्राम रे से हेबे उत्कलर कर्णधार। तेबे चड़गंग से जगार कहवाकू चेष्टा करिसंती बिना शक्तिर परिचय दे राज्य शासन कौन संभव, कारण तांकर विश्वास होउछि नंदिकांकर विश्वास अपेक्षा भिन्न। तेणु से विश्वास करि नैछंती जे प्रजाकूल ताहाकु ही ग्रहण करिवे जे निजर शक्तिर पराकाष्ठा प्रदर्शन करि पारिबो। तेणु नंदिकांकर प्रस्ताव को से उपहास करिसंती, तात्सल्य करिसंती एवं से कहिसंती मु युद्ध द्वारा ही उत्कल को जय करिबाकू चाहे एवं सेई प्रसंग रे से उल्लेख करुछंती राज्य शासन पाई शक्तिर उपादान ही सर्वश्रेष्ठ उपादान। तेणु युग द्वादश शताब्दी बेलर युग एवं एकविंश शताब्दी भितरे जदि आमे देखिबा मनीष चेतनार विवर्तन संभव हेई नहीं आशानुरूपक भावरे, कारण समाजर विवर्तन क्रम रे हुए तो गोटाए समय थिला जोठी शासन शासित शासक शासित ए माने नथिले, किंतु समाज रे एक श्रृंखला रहिथिबो। तेबे सेई श्रृंखला परवर्ती समय रे परिवर्तित हेइछि, राजतंत्र आसीछि, किंतु राजतंत्र चिरकाल धरी एई पृथ्वी रे रही पारिबो नाही। अद्यावधि भी ताहा रहिछि विभिन्न राष्ट्र मानंकरे एवं राजतंत्र ही आउ गोटिए रूप हेउछि साम्राज्यवाद। तेबे यथार्थ समाजर विवर्तन शासन रु अनुशासन एवं अनुशासन रु आत्मशासन आड़कू जीवा कथा। शासन रे व्यक्तिर कर्तृत्व रहे, व्यक्तिर अहंकार व्यक्तिर क्षमता अधिक थाए, किंतु अनुशासन रे नीति आदर्श नियम श्रृंखला गुरुत्वपूर्ण। सेठी व्यक्तिर भूमिका गोष्ठी तुलना रे समूह तुलना रे न्यून, आवश्यक पड़िले से नीति को परिवर्तन करि पारे। तृतीय सोपान आसुछि जहा होउछि यथार्थ एई समाजर एक श्रेष्ठ अवस्था कहि परिबा विकासर एवं ताहा होउछि जेतेबेले समस्ते आत्मशासन रे निज जीवन जीवे। तेबे चड़गंगंकर चेतना भितरे से पर्यंत ही से विश्वास रही शक्तिर प्रतिष्ठा करने से चाहती, कारण राज्य शासन करने को चाहती, क्षमतार को निज हाथ रे रखिबा को चाहती। सेथिपाई से कहउचंती तांकर विचार रे सुवर्ण केसरी मोर शत्रु, किंतु शक्तिर प्रतिष्ठा पाई
ତାଙ୍କ ଉଦ୍ୟମକୁ କେବେ ଅସମ୍ମାନ କରିନାହିଁ। ତେଣୁ ସେ ସମୟର ରାଜତନ୍ତ୍ରରେ ରାଜାର ଯେଉଁ ଅହଙ୍କାର ଥିଲା, ଅନ୍ୟ ରାଜ୍ୟକୁ ଜୟ କରିବା, ନିଜର ଶକ୍ତିକୁ ପ୍ରଦର୍ଶନ କରିବା ଏବଂ ସେଇ ଉପାଦାନ ମୋତେ ବଜ୍ର କଠିନ କରିଛି, ମାନେ ଏଇ ଯେଉଁ ସାମ୍ରାଜ୍ୟବାଦୀ ଅନ୍ୟକୁ ପରାଜିତ କରିବା। ଗୋଟିଏ ଶକ୍ତି ଯଦି ଅନ୍ୟ ଶକ୍ତିକୁ ପରାଜିତ କରେ ତେବେ ସେଇ ବିଜୟୀ ଶକ୍ତିକୁ ସ୍ୱୀକାର କରିବେ ଅନ୍ୟମାନେ। ଇଏ ହେଉଛି ଏକ ଅପବିଶ୍ୱାସ, ରାଜତନ୍ତ୍ରର ଅହମିକା, ଯାହାକୁ ଅତିକ୍ରମ କରାଯିବା ଉଚିତ। ତେବେ ନନ୍ଦିକା ଆଉ ଚଡ଼ଗଙ୍ଗ ଏମିତିକି ସୁବର୍ଣ୍ଣକେଶରୀ ଏମାନେ ସମସ୍ତେ ଭିନ୍ନ ଭିନ୍ନ ଉପାଦାନରେ ଗଢ଼ା। ତେଣୁ ନନ୍ଦିକାଙ୍କର ବିଶ୍ୱାସ, ଧାରଣା, ସ୍ୱପ୍ନ, କଳ୍ପନା ଯେଉଁ ଏକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଯୁଦ୍ଧହୀନ ପୃଥିବୀ, ତାହା ସମ୍ଭବ ହେଇପାରୁନାହିଁ। ତେଣୁ ସେ କହୁଛନ୍ତି ଏଇ ତ ଶାସନର ଚିରାଚରିତ ଗତି ପଦ୍ଧତି। ତେଣୁ ଚଡ଼ଗଙ୍ଗ ସ୍ୱୀକାର କରିନେଇଛନ୍ତି ଚିରନ୍ତନ ସତ୍ୟ ହେଉଛି ରାଜତନ୍ତ୍ର, ଚିରନ୍ତନ ସତ୍ୟ ହେଉଛି ଯୁଦ୍ଧ, ଚିରନ୍ତନ ସତ୍ୟ ହେଉଛି ସାମ୍ରାଜ୍ୟବାଦ ଏବଂ ଏହା ହିଁ ହେଉଛି ସମାଜର ରୀତି ନିୟମ ବା ପଦ୍ଧତି। ସେହି ପରିକଳ୍ପନା ନେଇ ଚଡ଼ଗଙ୍ଗ ଆସିଛି ସ୍ଥାପନ କରିବାକୁ ନୂତନ ସାମ୍ରାଜ୍ୟ। ସେହି ପରିକଳ୍ପନାର ଅଙ୍ଗୀଭୂତ ମନ୍ଦାର ଦୁର୍ଗ ଅଧିକାର, ଉତ୍ତରଗଡ଼ ଦକ୍ଷିଣଗଡ଼ ଜୟ କରିବାର ଆକାଂକ୍ଷା, ସେହି ପରିକଳ୍ପନାରେ ସ୍ଥାପନ କରିବାକୁ ପଡ଼ିବ ସାମ୍ରାଜ୍ୟ ଗୋଦାବରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ। ଇଏ ହେଉଛି ଗୋଟେ ରାଜାର ମହତାକାଂକ୍ଷା। ସେ ଅଧିକରୁ ଅଧିକ ରାଜ୍ୟ ଜୟ କରିବାକୁ ଚାହେଁ ଏବଂ ସେଇ ଧାରା ଯଦି ଆମେ ଦେଖିବା ତାହେଲେ ବିଶ୍ୱବ୍ୟାପୀ ବ୍ରିଟିଶ ଉପନିବେଶ ବା ଶାସନ କରିବାର ମୂଳ ଲକ୍ଷ୍ୟ ହେଉଛି ସେଇ ଶକ୍ତିର ପ୍ରଦର୍ଶନ ଏବଂ ରାଜ୍ୟ ଜୟ କରିବାର ଇଚ୍ଛା। ତେବେ ଇତିହାସରେ ଏହାର ଭୁରି ଭୁରି ପ୍ରମାଣ ରହିଛି, କିନ୍ତୁ ନନ୍ଦିକା ଠିକ୍ ବିପରୀତ କଥା ହିଁ ଚାହିଁଛନ୍ତି। ତେବେ ଯେତେବେଳେ ଚଡ଼ଗଙ୍ଗଙ୍କ ପାଖରେ ତାଙ୍କର ପ୍ରସ୍ତାବ କାଟ ଖାଇଯାଇଛି ବା ତାକୁ ସେ ଗ୍ରହଣ କରିନାହାନ୍ତି, ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଇ ଉଠିଛନ୍ତି ଏବଂ ନନ୍ଦିକା କହୁଛନ୍ତି ତାହେଲେ ଆପଣ ସେଇ ଚଡ଼ଗଙ୍ଗ ନୁହନ୍ତି। କାରଣ ଯେଉଁ ଚଡ଼ଗଙ୍ଗ ତାଙ୍କର ଆଦର୍ଶ ପୁରୁଷ, ମାନେ ଜଣେ ସମ୍ରାଟ ଆଉ ସନ୍ନ୍ୟାସୀର ସମ୍ମିଶ୍ରିତ ରୂପ, ଯାହାକୁ ମାନବିକତାର ପୁଞ୍ଜୀଭୂତ ପ୍ରତିମୂର୍ତ୍ତି ହିସାବରେ ସେ ଗ୍ରହଣ କରିଥିଲେ, ସେମିତି ହିସାବରେ ସେ ନୁହନ୍ତି। ତାହା କେବଳ ତାଙ୍କର କଳ୍ପନାରେ, ମାନେ ଗୋଟେ ହାଲୁସିନେସନ ଅବସ୍ଥାରେ ସେ ଯେମିତି ଥିଲାବେଳେ ସେ ଭାବନ୍ତି, ଠିକ୍ ସେମିତି ବାସ୍ତବତା ଭିନ୍ନ। କାରଣ ତଥାପି ଚଡ଼ଗଙ୍ଗଙ୍କ ପାଖରେ ସେଇ ରାଜାର ଅହଙ୍କାର ରହିଛି। ତେଣୁ ନନ୍ଦିକା କହୁଛନ୍ତି ବାସୁଦେବ ମୋତେ ଯାହା କହିଥିଲେ ସବୁ ମିଛ, ମାନେ ପ୍ରଶ୍ନ ପଚାରିଛନ୍ତି ଚଡ଼ଗଙ୍ଗଙ୍କୁ, ସବୁ ମନଗଢ଼ା, ଭିନ୍ନ ଖାଲି ରୂପରେ, ବୟସରେ, କୌଶଳରେ, ପଦ୍ଧତିରେ। ତେଣୁ ଏଇ ଭିନ୍ନତାର କଥା ଯେତେବେଳେ ଆସୁଛି ସେତେବେଳେ ସେ ତୁଳନା କରୁଛନ୍ତି ସୁବର୍ଣ୍ଣକେଶରୀଙ୍କ ସହିତ ଚଡ଼ଗଙ୍ଗଙ୍କର। କାରଣ ଉଭୟ ହେଉଛନ୍ତି ରାଜା, ଉଭୟ ହେଉଛନ୍ତି ଅହଙ୍କାରୀ, ଉଭୟ କ୍ଷମତା ଲୋଭୀ, ଉଭୟ ମହତାକାଂକ୍ଷୀ ବା ଉଚ୍ଚାକାଂକ୍ଷା ଏବଂ ଉଭୟ ଅନ୍ୟ ମଣିଷମାନଙ୍କୁ, ପଞ୍ଚୁଆ କାଳିଆ ସୈନିକ ଭଳିଆ ଯେଉଁ ଅଛନ୍ତି ତଳସ୍ତରର ମଣିଷମାନଙ୍କୁ, ଏମାନେ କେବଳ ଯନ୍ତ୍ର ହିସାବରେ ନିଜର ସୁଖ, ସମୃଦ୍ଧି, ସମ୍ପତ୍ତି ବା ଅହଙ୍କାରର ପ୍ରତିଷ୍ଠା ପାଇଁ ତାଙ୍କୁ ବ୍ୟବହାର କରନ୍ତି। ତେଣୁ ସେ କହୁଛନ୍ତି ଯେଉଁ ଭିନ୍ନତା ମୋର ବାପା, ମାନେ ତଥାକଥିତ ସୁବର୍ଣ୍ଣକେଶରୀ ଓ ଆପଣଙ୍କ ଭିତରେ କିଛି ନାହିଁ। ତେଣୁ ରୂପରେ, ବୟସରେ, କୌଶଳରେ, ପଦ୍ଧତିରେ ସବୁ ରାଜା ପୃଥିବୀର ସମାନ। ତେଣୁ ନନ୍ଦିକା ବାହାରିଗଲା ବେଳେ
से वासुदेव वासुदेव डाकिकी जितेबाला जाउछंती चड़गंग तांको अटकाउछंती एवं कहउछंती वासुदेव कौन करिवे। सेठु नंदिका कहउछंती मु तांको पचारिबी तुमे मते मिछ कहिथिल, माने वासुदेव तांको सहित छलना करिथिला। मु कौन केबे प्रतारित होई जाइछि। मोर चिंता, मोर स्वप्न, मोर विश्वास माने अत्यंत विकल हेइकी नंदिका चाहिछि एक शांतिपूर्ण पृथ्वीर प्रतिष्ठा, जोंठी युद्ध रहिबो नाही, रक्तपात रहिबो नाही, मनीष मनीषर शत्रु हेबो नाही, किंतु वास्तवता भिन्न रूप ग्रहण करिछि, सबु अलट पालट हेइ जाउछि। नंदिका कहउछंती मु किछि भाबी पारु नाही, सबु जेमिति अलट पालट होई जाउछि। जीवनर लक्ष्य, कल्पना, आकांक्षा, विश्वास यही होउछि मनीषर एक संभाव्य बा अनिवार्य परिणति, जहा मनोरंजन दासंकर नाटक प्रायतः प्रतिफलित होइछि, जोंठी सबु माने मनीष जीवनर अंतिम विपर्यय को से उल्लेख करिसंती एवं से कहउछंती जहा आगामी नाटक रे वी आर ह्यूमन एंड मोस्ट ट्रेजिकली ह्यूमन बोली। जीवन बिना तार छिंडी जाइछि, तथापि समस्तंकु बंचिबाकू पड़िबो। तेणु एठी नंदिकांकर जीवन बिनार तार, जोटा को जीवनर लक्ष्य, कल्पना, आकांक्षा, विश्वास ये सबू भांगी जाइछि। चड़गंग तांको कथारे सम्मति प्रदान करी नाहांती। सेठू चड़गंग तथापि सांत्वना देला भलिया राजनंदिनी बोली जेतेबेले संबोधन करूचंती, नंदिका सेही समय कहिछि ना मु आ किछि भाबी पारुनी, किछि चिंता करी पारुनी, मते टिके शांति रे माने नंदिका दुई हातरे मुह चापी बसी पड़ुछंती एवं चड़गंग निरुपाय भावरे से स्थान परित्याग करुछंती एवं सेही समय रे गायक आसिकी भविष्यतर समय बा घटना कौन घटिबो ताहा गीतरे प्रकाश करुची बा नंदिकांकर मानसिकतार प्रतिफलन मध्य से गीत माध्यम रे प्रकाशित होईची। ए सब होउची विभिन्न शास्त्रीय बा ओडिसी संगीत रागरे गान कराइथिबा गीत, जहाँ राग होउची मरुआ, ताल त्रिपटा एवं तार भावार्थ होउची से कहउछंती अधीरे सिरे कर देई जेनामणि विचारई कि अछि ताहार भाग्य रे, चाहिथिला जहा मन ताहा कि होइला आनरे, सुवर्ण लता राजबनिता शरीर खरे थरे, विषाद हेला घनीभूत आकुल प्राण खजई पथ, कुड़ीस बरसिला मथारे बिना बरसारे, एकाले शैशव बंधु विश्वास साहस सिंधु, देखाई देबे उचित पथ बुद्धिर गंता घर, बाहिनीपति चतुर अति भाबई बाला, आशार स्वन मधुकंपन सेही भरसा तार, अवशेषरे बंधु प्रबर भेटिले जेबे रमणी बर, कमिला किंबा बढ़िला मनु घर खेद ताहार। तेणु नंदिका बसी थिले कौन हेइछि, वासुदेव आसिला परे वासुदेव सहित तांकर भेट हेइछि। वासुदेव तांको नीरवरे चाहुचंती, ये वासुदेव बोली संबोधन करूचंती। सेठु नंदिका कहउचंती तमे ठीक कहउथिलो वासुदेव, ना को कथा ना गंगदेव अन्य उपादान रे गढ़ा। अन्य उपादान रे अर्थ होउछि जहा स्वप्न रे कल्पना रे नंदिका ग्रहण करिथिले ताठारु से भिन्न। सेठु वासुदेव कोनसी उत्तर न देकी हसुचंती। तापरे नंदिका कहउचंती उत्तर देउना काहेकी, कहूना काहेकी जे चड़गंग वास्तविक जने आदर्श पुरुष नुहंती, राजा आ सन्यासीर समन्वय से नुहंती। सेठू वासुदेव नंदिका को वास्तवतार सम्मुखीन हेबाकू कहउचंती एवं वासुदेवंकर बाणी होउची कल्पना तुमको
अंध कर नंदिका एवं युद्धहीन पृथ्वीर कल्पना कौन एक अपराध की नंदिका सेमिति कौन सी अपराध करी नहीं जो कल्पना करिछि ताहा होछि वास्तविकता किंतु एमिति स्वार्थन्वेषी वासुदेव किंबा उच्चाकांक्षी चढ़गंग ताहाको ग्रहण करने से पर्यंत राजी ही नांती सेठू नंदिका असहाय भाव कही माने जो भाभी थिले यांकर प्रस्ताव रे से राजी हेबे किंतु हेले नहीं सेठू वासुदेव नंदिका को कहउचंती तुमे खाली स्वप्न स्वप्न ही देखिबो तेणु स्वप्न ही देखिबार अर्थ होची वास्तविकता ठारू दूरे जीवा वास्तविकता होची ए जो तथाकथित संघर्ष ये असल वास्तविकता नुहे ये होची मनुष्यर अज्ञता एवं अहंकार ये पृथ्वी सबुदिन एमिति युद्धपूर्ण अवस्था रहिबो नाही जहाँ सची राउतरायंकर से कवितार मध्य थिला ध्वांत धूमल आउ युद्धरत तेबे ताकू अतिक्रम करने पड़िबो समय लगी पारे एमिति सहस्र नंदिका निजर आत्मदान करि पारंती ताहा भिन्न कथा किंतु वासुदेव कहिछि जे नंदिकांकर एहा स्वप्न ही केवल एहा वास्तव रूप नेब नाही तेणु से नंदिका कहूछि ताले एई स्वप्न कौन खाली मु देखिछि तुमे देखि नथिलो माने तमे भी तो चाहिथिलो एक युद्धहीन शांत पृथ्वी जेउठी मैत्री भाईचारा एक साम्यवादी समाजर गठन हेबो से स्वप्न तो तमर मध्य थिला जेतेबेले नंदिका वासुदेव को सेई कथा कहउचंती वासुदेव कहउचंती ताहा थिला अतीत से कथा आलोचना करी समय नष्ट करने को मोर समय नहीं तेणु गोटाए रकमर जो विश्वास नंदिका करिथिला वासुदेव उपरे वासुदेव मध्य विश्वासघातकता करिछि तेणु से नंदिकांकर हाथ छाड़ी देइछि एवं से कहूछि जे तमर स्वप्न अतीत तमर कल्पना अतीत तमर आदर्श केही कदापि ग्रहण करिबे नाही सेठू नंदिका असहाय भाव कहूछि मो सहित समय नष्ट माने जहा सहित तार शैशव कैशोर कटी थिला हुए तो ए वासुदेव सहित नंदिकांकर अंतर भितर एक स्वतंत्र स्थान सृष्टि हेइथिला नंदिका वासुदेव को गभीर भाव श्रद्धा करुथिले एई वासुदेवर तथाकथित जीवन मध्य नंदिकांकर दान तेणु तांको पाखरे कृतज्ञ हेबा बदल रे से जेतेबेले कहउछंती जे समय नष्ट होउछि नंदिकांक सहित एई कथाबार्ता रे तापरे से नंदिका कहउछंती तुमे ना सेई वासुदेव सेठु वासुदेव मध्य तात्सल्य करिकी कहउछंती वासुदेव को वासुदेव माने एठी से आउ शैशवर बंधु कैशोर तथा कथित साथी हिसाब से आउ ग्रहण करने को चाहती ना एठी वासुदेव सेई लोभ मोह क्षमतार लिप्सारे उन्मत्त होइथिबा एक तरुण तेणु से कहउछंती को वासुदेव ये पुनरावृत्ति कहउछंती शैशवर बंधु मो कैशोर साथी जी आसीथिला एठी शांतिर वार्ता नहीं से वासुदेव कुआड़े गला सेठू वासुदेव कहउछंती से वासुदेव को विडानासी कटक छाड़ी दे आसी नंदिका तार अर्थ जे वासुदेव आसी से तांकर बंधु नुहे यार अर्थ शरीर परिवर्तन करी नहीं सेठी आउ जने वासुदेव आउ जने अमात्य वासुदेव नारे नाहांती असल कथा होची एहा ही मनीषर रूप माने जो छद्मवेशी जो क्षमतार लिप्सा जो लोभ यही होची तार असलियत तेणु से असलियत ही नंदिका आगे आज खोली हो जाइछि सेठू नंदिका कहूची ता माने तुमे मध्य हाँ मु मध्य बोली कहूची वासुदेव मो पाई गोटिए मात्र बाट खोला थिला कले बळे कौशले विडानासी दुर्गरु चली आसीबा
ଚଡ଼ଗଙ୍ଗଙ୍କୁ ସାହାଯ୍ୟ କରିବା, ମୁଁ ସେଇଆ ହିଁ କରିଛି। ମାନେ ତେଣୁ ଆମେ ଯଦି ଦେଖିବା ପ୍ରତ୍ୟେକ ମଣିଷର ଅନ୍ତର ଭିତରେ ଗୋଟେ ପ୍ରଚ୍ଛନ୍ନ ଇଚ୍ଛା ଥାଏ, ଲୋଭ ଥାଏ, ଏବଂ ସେ ଲୋଭ ହେଉଛି ଅଧିକରୁ ଅଧିକ କ୍ଷମତା, ଅଧିକ ଭୋଗ ବିଳାସ ସମ୍ପତ୍ତି, ତାକୁ ସେ ଗ୍ରାସ କରିବାକୁ ଚାହେଁ, ତାକୁ ସେ ହାସଲ କରିବାକୁ ଚାହେଁ। ଇଏ ଭଲ କିମ୍ବା ମନ୍ଦ, ଭୁଲ ଠିକ ବାଛିବା ଆମର କାମ ନୁହେଁ। ଅସଲ ଜିନିଷଟିଏ ହେଉଛି ଇଏ ଅତ୍ୟନ୍ତ ଇତର ଶ୍ରେଣୀୟ ମାନବିକ ପ୍ରବୃତ୍ତି ଏବଂ ତାହା ବାସୁଦେବ ପାଖରେ ପ୍ରତିଫଳିତ ହେଉଛି। ତେଣୁ ନନ୍ଦିକା ପୁନରାବୃତ୍ତି କଲା ଭଳିଆ କହୁଛି, କିନ୍ତୁ ମୋତେ ତ ତମେ କହିଥିଲ ସାହାଯ୍ୟ କରିବ, କଥା ଦେଇଥିଲ, ମୁଁ ପ୍ରତିଶ୍ରୁତି ଦେଇଥିଲି। ଆମର ଉଦ୍ୟମ ଶାସନ ବ୍ୟବସ୍ଥାରେ ସଫଳ ହେଲେ ତୁମେ ହେବ ଉତ୍କଳର ପ୍ରଧାନ ଅମାତ୍ୟ। ତେଣୁ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ଅର୍ଥ ହେଉଛି ଏଇ ଯେଉଁ ତଥାକଥିତ ଏବେ ଯୁଦ୍ଧ ଚାଲିଛି ଚଡ଼ଗଙ୍ଗ ଆଉ ସୁବର୍ଣ୍ଣ କେଶରୀ ଭିତରେ, ଯଦି ଏ ଯୁଦ୍ଧର ପରିସମାପ୍ତି ଘଟିଯାଏ, ଏଇ ସନ୍ଧିର ବାର୍ତ୍ତା ନେଇକି ସେ ଯେଉଁ ଯାଇଛନ୍ତି ବାପାଙ୍କର ଜୈତ୍ରମଣି ସହିତ ତାଙ୍କୁ ସୁଡ଼ଙ୍ଗ ବାଟ ଦେଇକି ଯେତେବେଳେ ଭିତରକୁ ଆଣିବାର ପ୍ରୟାସ ଚାଲିଛି, ତାହେଲେ ତ ଆଉ ଯୁଦ୍ଧ ହେବ ନାହିଁ, ରକ୍ତକ୍ଷୟ ହେବ ନାହିଁ ଏବଂ ଚଡ଼ଗଙ୍ଗ ଓଡ଼ିଶାର ରାଜା ହେଇଯିବେ। ସେଇ କ୍ରମରେ ନନ୍ଦିକା ହେବେ ଓଡ଼ିଶାର ବା ଉତ୍କଳର ରାଣୀ ଏବଂ ତାଙ୍କର ଇଚ୍ଛା ଯେ ସେ ହେବେ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀ। ଏହି ପ୍ରତିଶ୍ରୁତି ମଧ୍ୟ ଦିଆହେଇଥିଲା। କିନ୍ତୁ ବାସୁଦେବ କହୁଛନ୍ତି ଯେ ତୁମର ପ୍ରତିଶ୍ରୁତିକୁ ଅନ୍ତର ସହିତ ମୁଁ ଗ୍ରହଣ କରିନଥିଲି। ସେତେବେଳେ ସେ କହୁଛନ୍ତି ହଁ ବୋଲି କହିଥିବେ, କିନ୍ତୁ ତାହା ତାଙ୍କର ଅନ୍ତରରେ ତାହା କଦାପି ସେ ପ୍ରଶ୍ରୟ ଦେଇନାହାନ୍ତି। ତାଙ୍କର ଆଉ ଏକ ପ୍ରଚ୍ଛନ୍ନ ଥିଲା। ତେଣୁ ନନ୍ଦିକା ଯେତେବେଳେ ଚାର୍ଜ କରି କହିଲା ଭଳିଆ କହୁଛନ୍ତି, ତମେ କ'ଣ ତାହେଲେ ମୋ ସହିତ ଅଭିନୟ କରିଥିଲ? ପୃଥିବୀର 99% ମଣିଷ ମାନେ ତାର ପରମ ଆତ୍ମୀୟ ପରମ ବିଶ୍ୱାସୀ ଯିଏ ଯାହା ହେଉଥାଉ ନା କାହିଁକି ନିଃସନ୍ଦେହ ଭାବରେ ସେଇ ଅଭିନୟ ହିଁ କରନ୍ତି। ତେଣୁ ଯେତେବେଳେ ନନ୍ଦିକା କହିଛି ବାସୁଦେବକୁ ତମେ ଅଭିନୟ କରୁଥିଲ ବୋଲି, ଅସହାୟ ଭାବରେ ସେ ମଧ୍ୟ କହୁଛି ବାସୁଦେବ ଉପାୟ ନଥିଲା, ତୁମର ପ୍ରତିଶ୍ରୁତି ଥିଲା ସ୍ୱପ୍ନର ପ୍ରତିଶ୍ରୁତି, କଳ୍ପନାର ପ୍ରତିଶ୍ରୁତି। ତମେ କେବଳ ଭାବୁଥିଲ, କିନ୍ତୁ ବାସ୍ତବ କ'ଣ ହେବ, ଜୀବନରେ ମଣିଷ କ'ଣ ଚାହେଁ ତାହା ହିଁ ହେଉଛି ମୁଁ ଚାହିଁଥିଲି। ଏବଂ ମଣିଷ କ'ଣ ଚାହେଁ? କ୍ଷମତା, ଧନ, ସମ୍ପତ୍ତି, ପ୍ରତିଷ୍ଠା, ଯଶ, ତଥାକଥିତ ଭାବରେ ସାଧାରଣ ମଣିଷର କାମନା ହେଉଛି ସେଇଆ। ତେଣୁ ବାସୁଦେବ କହୁଛି ଯେ ମୁଁ ଯାହା ଚାହିଁଥିଲି ତାହା ମୋତେ ମିଳିଛି, କିନ୍ତୁ ଯାହା ଚାହିଁଥିଲା ତାହା ନନ୍ଦିକା ଜାଣିନାହିଁ। ନନ୍ଦିକାର ଚାହିଁବା ଥିଲା ଯୁଦ୍ଧହୀନ ଏକ ଶାନ୍ତିମୟ ପୃଥିବୀ ଏବଂ ତାହା ହେଉଛି ବାସୁଦେବର ସ୍ୱପ୍ନ ନୁହେଁ। ତେଣୁ ସେ କହୁଛି ମୋ ପ୍ରତିଶ୍ରୁତି ଥିଲା, ନନ୍ଦିକା ଯେତେବେଳେ କହୁଛନ୍ତି ମୋର ପ୍ରତିଶ୍ରୁତି ଥିଲା ସ୍ୱପ୍ନର, କଳ୍ପନାର, ତାମାନେ ଆଉ କାହା ପ୍ରତିଶ୍ରୁତି ଥିଲା ବାସ୍ତବ? ସେଠୁ ବାସୁଦେବ କହୁଛନ୍ତି ହଁ, ନା କାହାର? ନା ଚଡ଼ଗଙ୍ଗଙ୍କର। ଇଏ ହେଉଛି ରାଜନୀତି, ଇଏ ହେଉଛି ଷଡ଼ଯନ୍ତ୍ର। ବାହାରକୁ ଯେତେ ଦିଶୁଥିଲେ ମଧ୍ୟ ଯାହା ତାକୁ କଦାପି ବିଶ୍ୱାସ କରାଯାଇପାରିବ ନାହିଁ। ସିଂହାସନ ଏବଂ ପଦ ପଦବୀର ଲାଳସା ମଣିଷକୁ କେତେବେଳେ ମଧ୍ୟ ବିପଦକୁ ନେଇଯାଇପାରେ ଏବଂ ଯାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ବାସୁଦେବ। ତେଣୁ ନନ୍ଦିକାଙ୍କ ସହିତ ବାସୁଦେବଙ୍କର ଭେଟ ପୂର୍ବରୁ ନନ୍ଦିକାଙ୍କ ସହିତ ଚଡ଼ଗଙ୍ଗଙ୍କର ଭେଟ ପୂର୍ବରୁ ବାସୁଦେବ ସହିତ ଚଡ଼ଗଙ୍ଗଙ୍କର ଏକାନ୍ତରେ ଭେଟ ହେଇଛି, କଥାବାର୍ତ୍ତା ହେଇଛି, ଏମିତିକି ପ୍ରତିଶ୍ରୁତି ମଧ୍ୟ ସେ ଦେଇଛନ୍ତି। ତେଣୁ ନନ୍ଦିକା ଏ କଥା ଜାଣନ୍ତି ନାହିଁ। ତେଣୁ ସେ ଯେତେବେଳେ ଚିତ୍କାର କରି କହୁଛନ୍ତି ଯେ ବାସୁଦେବ ମାନେ ତମେ ଚଡ଼ଗଙ୍ଗଙ୍କୁ ଏକାନ୍ତରେ ଭେଟିଛ ଏବଂ ତାଙ୍କ ପାଖରୁ ପ୍ରତିଶ୍ରୁତି ସ୍ୱୀକାର କରିଛ, ସେଠୁ ବାସୁଦେବ କହୁଛନ୍ତି ଚଡ଼ଗଙ୍ଗ ଉତ୍କଳ ସାମ୍ରାଜ୍ୟ ଲାଭ କରିବା ପରେ
ମୁଁ ହେବି ତାଙ୍କର ପ୍ରଧାନ ଅମାତ୍ୟ। ସେଠୁ ନନ୍ଦିକା କହୁଛନ୍ତି ଆଜୀବନ ବନ୍ଧୁତାର ବିନିମୟରେ ମୋର ପ୍ରତିଶ୍ରୁତିକୁ ତମେ ବିଶ୍ୱାସ କଲ ନାହିଁ, ଅଥଚ ଏବେ ଚଡ଼ଗଙ୍ଗଙ୍କର କଥା କହୁଛ। ତେଣୁ ବିଶ୍ୱାସଘାତକତାର ବଳିଷ୍ଠତମ ଦୃଷ୍ଟାନ୍ତ ଯଦି କାହାକୁ କୁହାଯାଇପାରିବ ତାହେଲେ ସେ ହେଉଛନ୍ତି ଏଇ ବାସୁଦେବ। କିନ୍ତୁ ବାସୁଦେବର ଜୀବନ ରକ୍ଷା କରିବା ଏଇ ଜାଗାରେ ଆଜି ଓଡ଼ିଶାର ବା ଉତ୍କଳର ସଚିବ ହିସାବରେ ତାଙ୍କୁ ଅଧିଷ୍ଠିତ କରିବା, ଏସବୁ ମୂଳରେ ରହିଛି ନନ୍ଦିକା। କିନ୍ତୁ ସେଇ ନନ୍ଦିକାକୁ ସେ ସିଡ଼ି କରି ଚଡ଼ଗଙ୍ଗଙ୍କର କ୍ଷମତାର ସ୍ୱାଦ ସେ ଚାଖିବାକୁ ଚାହିଁଛି। ତେଣୁ ବାସୁଦେବ କହୁଛି ତୁମକୁ ବିଶ୍ୱାସ କରିବା ପାଇଁ କୌଣସି କାରଣ ନଥିଲା, କିନ୍ତୁ ଅବିଶ୍ୱାସ କରିପାରିଲି ନାହିଁ ଚଡ଼ଗଙ୍ଗଙ୍କୁ। ତାଙ୍କର ପ୍ରତିଶ୍ରୁତି ପାଇଁ ସପକ୍ଷରେ ତାଙ୍କର ରହିଛି ବିରାଟ ସାମର୍ଥ୍ୟ। ସେ ପ୍ରତିଶ୍ରୁତି ପରସ୍ପର ସାହାଯ୍ୟ ଉପରେ ନିର୍ଭର କରେ। ତେଣୁ ଏଠି ସ୍ୱାର୍ଥ, ଚଡ଼ଗଙ୍ଗଙ୍କର ସ୍ୱାର୍ଥ ହେଉଛି ଓଡ଼ିଶା ବା ଉତ୍କଳ ଦଖଲ, ୟାଙ୍କର ସ୍ୱାର୍ଥ ହେଉଛି ମାନେ ମୁଖ୍ୟ ଅମାତ୍ୟ ହେବା, ମୁଖ୍ୟ ସଚିବ ହେବା। କିନ୍ତୁ ନନ୍ଦିକା ସହିତ ବାସୁଦେବଙ୍କର ଯେଉଁ ତଥାକଥିତ ସମ୍ପର୍କ, ସେ ସମ୍ପର୍କରେ ବାସୁଦେବର ନିଜର ସ୍ୱାର୍ଥ ଥାଇପାରେ, କିନ୍ତୁ ନନ୍ଦିକାର ବ୍ୟକ୍ତିଗତ ସ୍ୱାର୍ଥ କିଛି ନଥିଲା। ତେଣୁ ସେ କହିଛି ଯେ ମୁଁ ଯେଉଁ ସାହାଯ୍ୟ କରିଥିଲି, ସେଠୁ ବାସୁଦେବ କହୁଛନ୍ତି ଉତ୍କଳର ସମସ୍ତ ଗୋପନୀୟ ଯେଉଁ ତଥ୍ୟ, ରଣର ତଥ୍ୟ, ଯୁଦ୍ଧର ସମ୍ପର୍କରେ ଯାହା କିଛି ଥିଲା ସେ ସବୁ ଯୋଗାଇ ଦେଇକି ମାନେ ମୁଁ ତାଙ୍କୁ ସାହାଯ୍ୟ କରିଛି। ତେଣୁ ବିଶ୍ୱାସଘାତକତା କ'ଣ ଆମେ ଏଇ ବାସୁଦେବ ଚରିତ୍ର ପାଖରେ ଦେଖୁଛେ। ଏବଂ ଏଇଠି ନନ୍ଦିକାକୁ ସେ ସ୍ପଷ୍ଟ ଭାବରେ କହିଦେଇଛି ଯେ କାହିଁକି ସୁବର୍ଣ୍ଣକେଶରୀ ଆଜି ପର୍ଯ୍ୟନ୍ତ ଯୁଦ୍ଧରେ ହାରୁ ନାହାନ୍ତି ଏବଂ କେଉଁ ଜାଗାରେ ତାଙ୍କର କେତେ ସୈନ୍ୟବାହିନୀ ଅଛନ୍ତି, କ'ଣ ଅସ୍ତ୍ରଶସ୍ତ୍ର ଅଛି, କେଉଁ ରକମର ରଣକୌଶଳ ଦ୍ୱାରା ସେମାନେ ସୁସଜ୍ଜିତ, ଏସବୁ ତଥ୍ୟ ସେ ଦେଇଦେଇଛି। ସେଠୁ ଅସହାୟ ନନ୍ଦିକା ବାସୁଦେବ ବୋଲି ଯେତେବେଳେ ଚିତ୍କାର କରୁଛି, ସେତେବେଳେ ବାସୁଦେବ କହୁଛନ୍ତି ଏଥିରେ ବିସ୍ମିତ ହେବାର କିଛି ନାହିଁ। କିଏ ଚାହେଁ ନାହିଁ ଜୀବନରେ ଅଗ୍ରଗତି, ଉତ୍ଥାନ। ତେଣୁ ଯାହାକୁ ବାସୁଦେବ ଅଗ୍ରଗତି ଏବଂ ଉତ୍ଥାନ ବୋଲି କହୁଛନ୍ତି, ତାହା ହେଉଛି ସ୍ୱାର୍ଥପରତା। ତାହା ହିଁ ହେଉଛି ମଣିଷର ସବୁଠାରୁ ବଡ଼ ମାନେ ଶତ୍ରୁ। ନିଜ ଭିତରର ଏଇ ଲୋଭ, ନିଜ ଭିତରର ଏଇ ମୋହ। ତେଣୁ ସେ କହୁଛି ମୁଁ ଚାହିଁଥିଲି ଅଗ୍ରଗତି, ଉତ୍ଥାନ, ମୋର ବ୍ୟକ୍ତିଗତ ଲାଭ। ତେଣୁ ନନ୍ଦିକା କହୁଛନ୍ତି ଏସବୁ ତୁମେ ମୋତେ ମିଛ କହୁନାହ ତ ବାସୁଦେବ। ଏପର୍ଯ୍ୟନ୍ତ ନନ୍ଦିକା 100% ଗ୍ରହଣ କରିନାହିଁ ବା କରିପାରୁନାହିଁ ଯେ ବାସୁଦେବ ତା ସହିତ ଛଳନା କରିଥିଲା, ବାସୁଦେବ ବିଶ୍ୱାସଘାତକତା କରିଛି। ତେଣୁ ସେ କହୁଛନ୍ତି ବନ୍ଧୁତାର ନିବିଡ଼ ସମ୍ପର୍କ ନେଇ ପରିହାସ କରୁନାହ ତ, ପରୀକ୍ଷା କରୁନାହ ତ। ମୁଁ ଏବେ ବି ମୋ ଆଦର୍ଶରେ ଅଟଳ ରହିଛି କି ନାହିଁ, ତମେ ସେଇ କଥା ପରୀକ୍ଷା କରୁଛ। ମାନେ ମୋର ଆଦର୍ଶରେ ଅର୍ଥ ହେଉଛି ସେଇ ଶାନ୍ତି, ଏ ପୃଥିବୀ ଯୁଦ୍ଧହୀନ ହେଉ। ଏଠି ସବୁ ମଣିଷର ସମ୍ମାନ ଶ୍ରଦ୍ଧା ନେଇ ଆନନ୍ଦରେ ସହାବସ୍ଥାନ କରନ୍ତୁ, ମିଳିମିଶି ଚଳନ୍ତୁ, ଏହା ହିଁ ସେ ଚାହୁଁଥିଲେ। ତେଣୁ ତାକୁ ସେ ପରୀକ୍ଷା କରିବା ପାଇଁ ହୁଏତ ବାସୁଦେବ ଏମିତି ଯେଉଁ କଥା ଗୁଡ଼ିକ କହୁଛନ୍ତି, ଏଇ ତଥାକଥିତ ଭାବରେ ବିଶ୍ୱାସଘାତକତା ଭଳିଆ ଯେଉଁ ଲାଗୁଛି, ତେଣୁ ବାସୁଦେବ ସେଇଠୁ ଉପହାସ କଲା ଭଳିଆ କହିଛି ଯେ ପରିହାସ, ପରୀକ୍ଷା ଯାହା ତମେ ଭାବିପାର, କିନ୍ତୁ ତାହା ହିଁ ହେଉଛି ବାସ୍ତବିକତା। ଅର୍ଥାତ୍ ବାସୁଦେବ ବିଶ୍ୱାସଘାତକତା କରିଛି ଏବଂ ସେ ଚାହିଁଛି
ମାନେ ନନ୍ଦିକାକୁ ସିଧାସଳଖ ଭାବରେ ହାଣ ମୁହଁରେ ଦେଇ ଶତ୍ରୁ ମୁହଁରେ ଦେଇ ରାଜତନ୍ତ୍ରର ପୁନରାବୃତ୍ତି ଚାଲୁ, ରାଜତନ୍ତ୍ରର ତଥାକଥିତ ଯେଉଁ ଶାସନ ତାହା ଅପରିବର୍ତ୍ତିତ ରହୁ, ତାହା ହିଁ ଚାହିଁଛି ବାସୁଦେବ। ଏବଂ ଗାୟକ ଆସି ସେ ସମୟରେ ବୟସ୍ୟ ଆସି ସେ ସମୟରେ କହୁଛନ୍ତି ଗୀତରେ, ସରିଗଲା ଛାମୁ ସରିଗଲା, ସବୁ ସରିଗଲା ସରିଗଲା, ସେଇ ନିରୀହଟା କଟୁରୀ ଚଟରେ କାହାର ଏମିତି ମରିଗଲା। ତେଣୁ କାହାକୁ ଗୋଟିଏ ହତ୍ୟା କରାହେଇଛି। ହତ୍ୟା ହେଲା ପରେ ନନ୍ଦିକା ସେଇଠୁ ଚମକି ଉଠି କହୁଛି ଯେ କେଉଁ ନିରୀହ, କାହା କଥା କହୁଛ ବୟସ୍ୟ ଯେତେବେଳେ ପଚାରିଛନ୍ତି, ବୟସ୍ୟ କହିଛି ଛି ଛି ଆଖି ଉଠିଲା ଦିନୁ ଏମିତି ଦେଖିନଥିଲି, ମାନେ ଏତେ ବର୍ବର ନିର୍ମମ ବିଭତ୍ସ ଦୃଶ୍ୟ। ତେଣୁ ତାକୁ ସେ କହୁଛନ୍ତି ଥାଳିରେ ରହିଛି କଟା ମୁଣ୍ଡଟା, ତରାଟି ଦେଇଛି ଆଖି, ଥପ ଥପ ଲହୁ ବହି ପଡ଼ୁଅଛି, ଡରିଗଲି ତାକୁ ଦେଖି, ଛି 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 ଲଢ଼େଇରେ ସିନା ସୈନ ମରନ୍ତି, ୟାକୁ କିଏ ମାରିଅଛି। ତେଣୁ ପୂର୍ବରୁ ଯଦି ବି କୁହାଯିବ ଆଦିମ ମଣିଷର ବିକାଶ କ୍ରମରୁ ଆଜି ପର୍ଯ୍ୟନ୍ତ ମଣିଷ ସମ୍ମୁଖ ସମରରେ ପରସ୍ପର ଲଢ଼ି ନିଜର ପ୍ରାଣପାତ କରେ, କିନ୍ତୁ ଏକ ଯୁଦ୍ଧହୀନ କାମନା କରୁଥିବା ଲୋକ ଏଠି ଯିଏ ପଞ୍ଚୁଆ, ତାକୁ ଯଦି କେହି ହତ୍ୟା କରିବ ତାହେଲେ ନିଃସନ୍ଦେହ ଏ ପୃଥିବୀର ସର୍ବଶ୍ରେଷ୍ଠ ଅପରାଧୀ ବୋଲି ତାକୁ ଗ୍ରହଣ କରାଯିବ। ଏବଂ ସେମିତି ହିଁ ଘଟଣା ଘଟିଛି। ତାପରେ ସେ ବୟସ୍ୟ କହୁଛି ଅଇ ଆସୁଛି, ମାନେ ବାନ୍ତି ଆସୁଛି, ଛାମୁ କୁଆଡ଼େ ଗଲେ, ମୁଁ ଏଠି ଆଉ ରହିପାରିବି ନାହିଁ, ଶିବିର ଭିତରକୁ ହଣାକଟା ମରାମରି ଆସିଗଲାଣି, ପଳେଇ ଯିବି, ନିରୀହ ଲୋକକୁ ମାରି ପକେଇଲେଣି ଏଠି, ଦୟା ମାୟା ମମତା କିଛି ନାହିଁ ଏଠି, ମୁଁ ପଳେଇ ଯିବି ବୋଲି କହୁଛି। ତେଣୁ ଏଠି ଯେଉଁ ନିରୀହ ଲୋକକୁ ହତ୍ୟା ହେଉଛି, ମାନେ ନନ୍ଦିକାର ବିଚାର ଭାବନାର ଅନ୍ୟ ଏକ ରୂପ ହେଉଛି ଏଠି ପଞ୍ଚୁଆ। ନନ୍ଦିକା ସ୍ୱୟଂ ନିରୀହ, ଏବଂ ନିରୀହର ଅର୍ଥ କୌଣସି ଖରାପ କଥା ନୁହେଁ, ଇଏ ହେଉଛି ସ୍ୱାଭାବିକ ସହଜାତ। এই বিশ্ব ପ୍ରକୃତିରେ ମଣିଷ ଶାନ୍ତିରେ ଜୀବନଯାପନ କରୁ, ଏହା ସମସ୍ତେ ଚାହିଁବେ। ଏବଂ ଯୁଦ୍ଧର ଯେଉଁ ତଥାକଥିତ ନିୟମ, ରଣକ୍ଷେତ୍ର ଅଛି, ରଣକ୍ଷେତ୍ରରେ ଲଢ଼େଇ ହୁଏ, ଲଢ଼େଇର ଶୃଙ୍ଖଳା ଅଛି, ସେଠି ହତାହତ ହୁଅନ୍ତି। କିନ୍ତୁ ଶିବିର ଭିତରେ ନିରସ୍ତ୍ରକୁ ଯିଏ ମାନେ ଯୁଦ୍ଧ କରୁନାହିଁ, ତାକୁ ଯଦି ଏମିତି ଶିରଚ୍ଛେଦ କରାଯିବ, ତାହେଲେ ନନ୍ଦିକାର ଭାବମୂର୍ତ୍ତି, ନନ୍ଦିକାର ସ୍ୱପ୍ନ ଆଦର୍ଶକୁ ଯେଉଁ ହିଁ ଯେପରି ହତ୍ୟା କରାହେଉଛି ବୋଲି ଆମକୁ ବୁଝି ନେବାକୁ ପଡ଼ିବ। ତେଣୁ ନନ୍ଦିକା ପଚାରୁଛି ଯେ କିଏ ସେଇ ବୟସ ଲୋକ, ନିରୀହ ଲୋକ। ଆମେ ସୂକ୍ଷ୍ମ ଭାବରେ ଯଦି କୁହାଯିବ, ନନ୍ଦିକାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ଚଡ଼ଗଙ୍ଗ ଏବଂ ବାସୁଦେବ ବିଶ୍ୱାସଘାତକତା କରିବା ମୁହୂର୍ତ୍ତରେ ନନ୍ଦିକାର ଯେମିତି ମୃତ୍ୟୁ ହେଇଯାଇଛି। ତେଣୁ ନନ୍ଦିକାର ହିଁ ଏକ ପ୍ରଲମ୍ବିତ ରୂପ ସେଇ ପଞ୍ଚୁଆ ଚରିତ୍ର ହେଇପାରେ। ତେବେ ବୟସ୍ୟ ସେଠି କହୁଛି ସିଏ ୟାଙ୍କ ସଙ୍ଗେ ଯିଏ ଆସିଥିଲେ, ମାନେ ବାସୁଦେବଙ୍କ ସାଙ୍ଗରେ ଯିଏ ଆସିଥିଲେ, ଆମ ପାଇକଙ୍କ ସାଥିରେ କେତେ ହରସରେ ମିଶୁଥିଲେ, ଭଲ କଥା କେତେ କହୁଥିଲେ, ଭେଣ୍ଡିଆ ସେଇ ଅତିଥିକୁ କିଏ କଟୁରୀ ଚଟରେ ହାଣିଦେଲା, ହବ ନାହିଁ ଆଉ ହେବ ନାହିଁ, କାଳ ପଶିଗଲା ଲଟାରେ, ରହିବନି ଆଉ ଏଠାରେ, ସରିଗଲା ସବୁ ସରିଗଲା, ଯିବି ପଳେଇ ମୁଁ, ଭଲ ମନ୍ଦ ଏଠି କିଛି ନାହିଁ। ତେଣୁ ଯାହା ପୂର୍ବରୁ ଆମେ କହିଲେ, ପଞ୍ଚୁଆକୁ ଯେଉଁ ହତ୍ୟା କରାହେଇଛି, କାରଣ ପଞ୍ଚୁଆ ଚଡ଼ଗଙ୍ଗଙ୍କର ସେନାବାହିନୀ ଭିତରେ ଏକ ଯୁଦ୍ଧମୁକ୍ତ ପୃଥିବୀର ସ୍ୱପ୍ନ ବୁଣି ଦେଇଥିଲା ଏବଂ କହିଥିଲା ଯେ ଆମ ସମସ୍ତଙ୍କର ପରିବାର ଅଛି, ଦାମ୍ପତ୍ୟ ଜୀବନ ଅଛି, ଆମର ପତ୍ନୀ ଏବଂ ଆତ୍ମୀୟ ସ୍ୱଜନ ସମସ୍ତେ ଅଛନ୍ତି। ଏଠି ଯୁଦ୍ଧ ହେଉଛି ଦୁଇ ଜଣ ରାଜାଙ୍କର, ସମ୍ଭବତଃ ହେଇପାରେ ଦୁଇଟା ଆଦର୍ଶର, କିନ୍ତୁ ଏ ଯୁଦ୍ଧର ପରିଣତି ବା ଯୁଦ୍ଧର ଆବଶ୍ୟକତା ନାହିଁ। ଏବଂ ସେଇ କଥାକୁ ସୈନ୍ୟମାନେ ବିଶ୍ୱାସ କରି ନେଇଥିଲେ, ଯାହା ପୂର୍ବରୁ ଆଲୋଚନା ମଧ୍ୟ ହେଇଛି
जोठी कुहाई निष्क्रियता बोली शिथिलता जे सैन्य माने निष्क्रिय हो जाउछन्ति एवं तार कारण से वासुदेव सांगे आसीथिबा तांकर सुरक्षार प्रहरी हिसाब रे जी आसी से पंचुआ होउची शांतिर वार्ता नहीं आमे नंदिका को एपटे भूमिका रे देखुचे राजनंदिनी हिसाब रे किंतु कल्पना रे जो चरित्र सृष्टि कराई ताहा मध्य नंदिकांकर भावमूर्ति नंदिकांकर आदर्श रे तेबे सेई व्यक्ति को सेई निरीह सरल ग्रामवासी जी कृषक परिवार रु आसी थिला से चाहूथिला ता जीवनर परिपूर्णता होची तार खेत खमार बिलरे ताहाकू एठी निर्दय भावरे एमाने हत्या करिसंती तेणु नंदिकार स्वप्न सफल हेबा पूर्वरु जेपरी तार गर्भपात हो जाइछि ताहा तार मृत्यु घटी आज एतिकी थाउ परवर्ती समय रे आमे अवशिष्ट अंश आलोचना करिबा कमेंट रे जहा चाहिए लिखि पारिबे नमस्ते धन्यवाद।